ଭାରତୀୟ ଜନତା ପାର୍ଟି ନିର୍ବାଚନ ସମୟରେ ବାରମ୍ବାର କହୁଥିଲେ ତାଙ୍କର ନେତାମାନେ ଯେ ଓଡ଼ିଶାକୁ ଏକ ନମ୍ବର କରିକି ଗଢ଼ିବେ। ଓଡ଼ିଶା ଅନେକ କ୍ଷେତ୍ରରେ ଯେଉଁ ଆମର ଆସିଛି ଇକୋନୋମିକ୍ ସର୍ଭେ ରିପୋର୍ଟ ଅନେକ କ୍ଷେତ୍ରରେ 14 ପୋଜିସନରେ ଅଛି, 12ରେ ଅଛି, 7ରେ ଅଛି ଏବଂ ମଲ୍ଟି ଡାଇମେନ୍ସନାଲ ପଭର୍ଟିରେ ତାଙ୍କରି କାଗଜ କହୁଛି ଓଡ଼ିଶାର ସିଚୁଏସନ୍ ଅଛି 14ରେ 14th ରାଙ୍କରେ। ତାକୁ ଯଦି ଫାଷ୍ଟ ରାଙ୍କ ନେବା ପାଇଁକି ଏଥିରେ କିଛି ବ୍ୟବସ୍ଥା ଏ ବଜେଟରେ ତ ନାହିଁ, କାରଣ 14ରୁ ହଠାତ୍ 1 ନମ୍ବରକୁ ନେଇପାରିବେନି। କିନ୍ତୁ ଯେଉଁଗୁଡ଼ିକରେ ଅଛି, ଧରି ନିଆଯାଉ ଆମର ପଞ୍ଚମ ସ୍ଥିତିରେ ଅଛି ଆମର ଧାନ ଶସ୍ୟ ଖାଦ୍ୟଶସ୍ୟ ଉତ୍ପାଦନରେ ଆମର କଥା ହେଉଛି 5th ରାଙ୍କରେ ଅଛି। ତାକୁ 1 ନମ୍ବର ନେବା ପାଇଁକି ଯାହା ସବୁ କରିବା କଥା ସେ କହିଛନ୍ତି, କେତେ ଗୁଡ଼ିଏ ମାଇକ୍ରୋ ପ୍ରୋଜେକ୍ଟ ସବୁ ନେଇଛନ୍ତି ଆଦେହରେ ଦେଖୁଛନ୍ତି, କିନ୍ତୁ କେମିତି ଭାବରେ ତାକୁ କାର୍ଯ୍ୟକାରୀ କଲେ ଏହି ବର୍ଷ ଭିତରେ କେତେ ଆସିବ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ନାହିଁ। କହିଥିଲେ ମହିଳାମାନଙ୍କୁ ଦେବେ ବୋଲିକିରି 50,000 ଟଙ୍କା, ପ୍ରତ୍ୟେକ ମହିଳାଙ୍କୁ 50,000 ଟଙ୍କା ଭାଉଚର ଦେବେ ବୋଲି। ଏଥିରେ ଆମ ଓଡ଼ିଆ ଭାଷାରେ ଗୋଟେ ଅଛି ଗେବେରଗେଞ୍ଜ କରାହେଇଛି, ତାକୁ ଗେବେରଗେଞ୍ଜ କୁହାଯାଏ, ଏକର ସେକର କରିକି କରାଯାଇଛି, ଯେଉଁଥିରେ ସେ 10,000 କୋଟି ଟଙ୍କା ମାତ୍ର ରଖିଛନ୍ତି। କେମିତି ଭାବରେ ଦେବେ, କ'ଣ ଦେବେ ତାଙ୍କୁ ଜଣା, ଏଇଟା ସ୍ପଷ୍ଟ ହେଇନାହିଁ। ତୃତୀୟ କଥାଟି କହିଥିଲେ ଯେ 3,000 ଟଙ୍କା ଦିଆଯିବ, ଏଇ ଯେଉଁ ବାର୍ଦ୍ଧକ୍ୟ ଭତ୍ତା ପେନ୍ସନ୍ ଯେଉଁ ଭତ୍ତା ସବୁ ଦିଆଯାଉଥିଲା, ସେ ଅକର୍ମଣ୍ୟକୁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ସେ ସବୁଗୁଡ଼ିକୁ 3,000 ଟଙ୍କା କରାଯିବ। ତା ନ କରିକିରି କେବଳ 80 ବର୍ଷରୁ ସେ ଆଉ ଏକ ଗେବରଗେଞ୍ଜ, କେବଳ 80 ବର୍ଷରୁ ଉର୍ଦ୍ଧ୍ୱ 3,500 ଟଙ୍କା ରଖିଛନ୍ତି। ଏମିତି ଏଗୁଡ଼ିକ ରଖିଛନ୍ତି। ଜଣାପଡ଼ିବ ଯେତେବେଳେ ଏଇ ଯେଉଁ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଧାନମନ୍ତ୍ରୀଙ୍କ ତାଙ୍କର ଯେଉଁ ଚାଲିଛି ଆୟୁଷ୍ମାନ ଯୋଜନା, ସେ କି କାର୍ଯ୍ୟକାରୀ କଲେ ଜଣାପଡ଼ିବ। କାରଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୟାର ଅନେକ ଲାଭ ଥିଲା ଲୋକମାନଙ୍କ ପାଇଁକି। ଲାଭଟି କ'ଣ ନା, ଏମାନେ ଡାଇରେକ୍ଟ ପାଉଥିଲେ, ସରକାରଙ୍କର ଡାଇରେକ୍ଟ ମନି ପାଉଥିଲେ, କେଉଁ ଇନ୍ସୁରାନ୍ସକୁ ଅପେକ୍ଷା କରିବାକୁ ପଡ଼ୁନଥିଲା ଏବଂ ଏହାର ମାତ୍ରା ମଧ୍ୟ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥିଲା। ସେକୁ କେମିତି ଆଡଜଷ୍ଟ କରିବେ, କାରଣ ତାଙ୍କର ହେଉଛି 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବା ପାଇଁକି, ବା ମହିଳାମାନଙ୍କ କ୍ଷେତ୍ରରେ ଅଲଗା ଗୋଟେ ଅଛି, ଡିଫରେନ୍ସ ଅଛି। ତାକୁ କେମିତି କରିବେ ଏବଂ ଇନ୍ସୁରାନ୍ସ ଟଙ୍କା କେମିତି ଲୋକଙ୍କ ପାଖରେ ପହଞ୍ଚିବ, ଇଏ ହେଲା ଗୋଟିଏ ରହିଛି। ସେ କାର୍ଯ୍ୟକାରିତା ବେଳେ ଜଣାପଡ଼ିବ ଯେ ପ୍ରକୃତରେ ଲୋକେ ସୁବିଧାରେ ପାଇବେ କି ଅସୁବିଧାରେ ରହିଲେ। ଆଉ ଗୋଟିଏ କଥା ରଖିଛନ୍ତି, ଆଗରୁ ଗୋଟିଏ କାଳିଆ ଯୋଜନା ଚାଷୀମାନଙ୍କ ପାଇଁକି ଦିଆଯାଉଥିଲା, ରାଜ୍ୟ ସରକାର ଦେଉଥିଲେ 4,000 ଟଙ୍କା ଦେଉଥିଲେ, ଏବେ କେନ୍ଦ୍ର ସରକାର ଦେଉଥିଲା 6,000, ଇଏ ଦେଉଥିଲେ 4,000 ଟଙ୍କା। ବର୍ତ୍ତମାନ ତାକୁ ବନ୍ଦ କରିଦେଲେ, ଜଣାପଡ଼ୁଛି ତା ପାଇଁ କୌଣସି ପ୍ରୋଭିଜନ ନାହିଁ। ସେଟା କାଳିଆ ଯୋଜନାଟା ବନ୍ଦ କରିଦେଲେ। କାଳିଆ ଆଉ ତ ଅନେକ ଯୋଜନା ଯେଉଁଟା ଥିଲା ତାକୁ ବଦଳେଇଛନ୍ତି, ନାଁ ସବୁ ବଦଳେଇଛନ୍ତି। ସେଇ ଯେଉଁ କୃଷକ ସମୃଦ୍ଧି ଯୋଜନା ରଖିଛନ୍ତି ତାକୁ କିପରି ଭାବରେ କାର୍ଯ୍ୟକାରୀ କରିବେ। କାଳିଆ ଯୋଜନାରେ ଯେଉଁମାନେ ଉପକୃତ ହେଉଥିଲେ, ତା ଦେହରେ ଭାଗ ଚାଷୀ ବି ହେଉଥିଲେ, ତା ଦେହରେ ଏମାନେ ବି ହେଉଥିଲେ ଯେଉଁମାନେ ଆମର ନଥିଲେ ଚାଷ ସହିତ ସମ୍ପୃକ୍ତ ଥିବା ମୂଲିଆ, କୃଷି ମୂଲିଆ, ଏମାନେ ସବୁ ଲାଭବାନ ହେଉଥିଲେ। ଏ କ୍ଷେତ୍ରରେ କେମିତି ଭାବରେ କ'ଣ ଦିଆଯିବ ସେଟା କାର୍ଯ୍ୟକାରୀ କଲାବେଳେ ଜଣାପଡ଼ିବ। ତାକୁ ସେ ବି ଗୋଟିଏ ବଡ଼ ଗେବରଗେଜ ଅବସ୍ଥାରେ ଅଛି, ସ୍ପଷ୍ଟ ହେଇନାହିଁ ସେ ସମ୍ପର୍କରେ। ଆଉ ଯାହା ଯାହା ରହିବା କଥା ଆଗରୁ ଯାହା ଥିଲା ସେଇଥିରେ ନାଁ ବଦଳେଇଛନ୍ତି ଏବଂ କେତେକ ଜାଗାରେ ପଇସାର କିଛି ବଢ଼େଇଛନ୍ତି, କିଛି କମେଇଛନ୍ତି। ଆଉ ତା ଦେହରେ ଗୋଟିଏ କଥା, ତାକୁ ଯଦି କାର୍ଯ୍ୟକାରୀ କରନ୍ତି ବର୍ଷକ ଭିତରେ ଭଲ ହେବ। ଅତ୍ୟନ୍ତ ମାଇକ୍ରୋ ଲେବୁଲର ଛୋଟ ଛୋଟ ଆଡ଼ିବନ୍ଧଠାରୁ ଆରମ୍ଭ କରିକିରି ଜଳସେଚନ, ଜଳ ପ୍ରକଳ୍ପ, ଜଳ ରକ୍ଷଣ ଏବଂ ଜଳ ବଣ୍ଟନ ବ୍ୟବସ୍ଥା କରାଯାଇଛି, ଟଙ୍କାର ବ୍ୟବସ୍ଥା ସବୁ ପ୍ରବନ୍ଧ କରାଯାଇଛି। ସେଗୁଡ଼ିକୁ ଯଦି ସଠିକ୍ ଭାବରେ କାର୍ଯ୍ୟକାରୀ କରାଯାଏ, ମୁଁ ଭାବୁଛି ସେଇଟା ଗୋଟେ ଭଲ କଥା। ଆକୁ କାର୍ଯ୍ୟକାରୀ କରିବା ଉପରେ ନିର୍ଭର କରେ। ଆମେ ମାର୍ଚ୍ଚ ଏପ୍ରିଲ ବେଳକୁ ଏହାର ଜାଣିପାରିବା ଉପକାରିତା କ'ଣ। ଏ ସମସ୍ତ କଥା ଗୁଡ଼ିକ
ଆଉ ଗୋଟିଏ ବଜେଟ୍ ଯେମିତି ଚିରାଚରିତ ଭାବରେ ସବୁ କ୍ଷେତ୍ରକୁ ତ ଟଚ୍ କରିଛି ଏଥର ଟିକେ ଅଧିକ ମତେ ଲାଗୁଛି ବଜେଟରେ ପ୍ରୋଭିଜନ ବ୍ୟବସ୍ଥା ଟୁରିଜିମ ଉପରେ ରହିଛି ସେ ଟୁରିଜିମ କ୍ଷେତ୍ରଟି କିପରି ଭାବରେ କୋଉ କୋଉ ଜାଗାକୁ ନେଇକରି ବ୍ୟାପକ ହେବ ବା ସମ୍ପୃକ୍ତ ରହିବ ତାକୁ ସେଇ କାର୍ଯ୍ୟକାରୀରେ ହେଲେ ଜଣାପଡ଼ିବ